କେମିତି ହେଇଛି କହ? हजार टेन ନା କହୁନୁ କେମିତି ହେଇଛି, ଭଲ ଲାଗୁଛି କି ନାହିଁ? 1010 ଓ ବାବାରେ, ମାନେ ମାନେ 10 ମାନେ ବେଶୀ ଭଲ ହେଇଛି। ହଁ ମାନେ 10ରୁ ତ 1000 ଭଲ ହେଇଛି। ହଁ ରୋଲ୍ କଥା ବାହାର କଲା ଆଉ। ତାର ବିରିୟାନୀ, ଭେଜ୍ ବିରିୟାନୀ ବହୁତ ପସନ୍ଦ, ସେ ଭେଜ୍ ଖାଏ। ଇଏ ତ ଆମର ପୁରା ଭେଜିଟେରିଆନ୍। ତ କେତେ ଦିନ ହେଲାଣି ଖାଇନଥିଲୁ ନୁହଁ? ତାର ବାନ୍ତି ହେଇଯାଇଥିଲା ଆଳୁ ପରଟା ଖାଇକି, ବେଶୀ ଖାଇ ଦେଇଥିଲା ବୋଲିକି। ତ ଆଜି କାଲି ରାତିରୁ ମୋ ସହିତ ଲଗେଇଥିଲା, ମାମା ବିରିୟାନୀ କରିବ, ବିରିୟାନୀ କରିବ। କ'ଣ ହେଲା, ପଡ଼ିଗଲା କି କ'ଣ? हाँ କ'ଣ ପଡ଼ିଗଲା? ये आलू ଆଳୁ ପଡ଼ିଯାଉ, ମୁଁ ତାକୁ ଫୋପାଡ଼ି ଦେବି। ଥାଉ ସେ ଥାଉ, ମୁଁ ଦେଖିବି, ମୁଁ ଦେଖିଦେବି। ତୁ ଖା। ନା କହ 10ରୁ କେତେ ଦେବୁ? 1010 ମାନେ 10 1000 ଭଲ ହେଇଛି, ମାନେ ବହୁତ ଭଲ ହେଇଛି। ମାନେ 10ରୁ ତୁ 1000 ଦେବୁ, ମାନେ ଏତେ ସାରା ଭଲ ଲାଗୁଛି। ଯେହେତୁ ତାର ଭେଜ୍ ବିରିୟାନୀ ପ୍ରିୟ ତ ସେଥିପାଇଁ। ଚାଲ କଚୁମ୍ବରଟା କେମିତି ହେଇଛି କହ? ଠିକଟା ଠିକ୍ ଠାକ୍। ହଁ ହେଲେ ମୋତେ କଚୁମ୍ବରଟା ବହୁତ ଟେଷ୍ଟି ଲାଗୁଛି, ବହୁତ ମସ୍ତ ହେଇଛି। ହୁଁ ଦହି ଅଛି ଆଉ କି ଅଛି ପାଖରୁ ଲୋକ ସବୁ ପଡ଼ିଛି ଏଥିରେ, ପୁରା ଭେଜ୍ର ସବୁ। ପନିର ତରକାରୀ ପନିର ତରକାରୀ କରିଥାନ୍ତୁ। ଟାଇମ୍ ହେଲାନି ବା, ଜାଣିପାରୁନୁ? ଟାଇମ୍ ହେଲାନି ଆଉ। ପନିର ତରକାରୀ କଲେ ସେ ନେଇ ସବୁ ପନିର ଏଥିରେ ପକାଇଦେଲି, ବୁଝିଲୁ? ସବୁ ପକାଇ ଦେଇକି କରିଦେଲି, କାରଣ ଆକୁ ପୁଣି କଷିକି ପୁଣି ତାକୁ କଲାବେଳକୁ ଟାଇମ୍ ହେଲେ ହେବ ନା ଆଉ। ବୁଝିପାରୁନୁ କଥାଟା? ମାନେ ପନିର ଭଲ ଲାଗିବନି, ତରକାରୀ ମିଶି ହବ ଏତେ ଭଲ ଲାଗିବନି। ଆଚ୍ଛା, ମୁଁ ମିଶେଇଛି ସେଥିପାଇଁ। ଆଉ ତୁ ଖାଇଦେ, ମୁଁ ଆଉ 2-4 ଦିନ ଗଲେ କରିଦେବି ପନିର ତରକାରୀ, ଅଲଗା କରିଦେବି ଆଉ ହେଲା। ଆଉ ସେଥିରେ ଖାଇଦେ ଆଉ।